ମା ବାସନ୍ତୀ ଦୁର୍ଗା ପୂଜା ଉଦ୍ଯାପିତ ଉତ୍ସବ ମହାସମାରୋହରେ ଅନୁଷ୍ଠିତ କଟକର କାଜିବଜାର ତେଲୁଗୁସାହିସ୍ଥିତ ପୂଜା ମଣ୍ଡପରେ ମା ବାସନ୍ତୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମହା ଆଡମ୍ବର ସହକାରେ ପାଳନ କରାଯାଇଥିଲା। ଚଳିତ ମାସ ଗତ 17 ତାରିଖଠାରୁ 12ଠାରୁ ପୂଜା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ପୂଜାରେ କଳସ ଯାତ୍ରା, ମା ଅଙ୍କ ମହାସ୍ନାନ, ନିତ୍ୟ ପୂଜା ଆରାଧନା କରାଯାଇଥିଲା। ଦ୍ୱିତୀୟ ଦିନ ମା ଅଙ୍କ ପୀଠରେ ଚଣ୍ଡୀପାଠ, ହୋମ, ଅନ୍ୟାନ୍ୟ ପୂଜା କରାଯାଇଥିଲା। ଯଦିନ ମା ଅଙ୍କ ନିତ୍ୟ ପୂଜା ଆରାଧନା, ଘଟ ପୂଜା ଓ ଝାମୁଯାତ୍ରା ସହିତ ଭକ୍ତମାନଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇ ପୂଜା କାର୍ଯ୍ୟ ସମାପ୍ତି କରାଯାଇଥିଲା। ପୂଜାରେ ମୁଖ୍ୟ କେ ରାଜୁ, ଏସ୍ ସୁବ୍ରମଣ୍ୟମ୍, କଣ୍ଡଲ ରାଓ ପ୍ରମୁଖ ପୂଜା ପରିଚାଳନା କରିଥିଲେ। ପୂଜା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ହେଲେ ଏଲ ଚଣ୍ଡୀରାଓ, ରାଜୁ, ଡି ନକରାଜୁ, ଜଗନ୍ନାଥ, ସୁରଜ, କାଲରାଜୁ, ନକରାଜୁ, ସମୁଦ୍ରମ୍, ବାଲରାଜୁ, ଆପାଲରାଜୁ, ଶ୍ୟାମସୁନ୍ଦର, ସାଇ, ଶିବା, ନରେଶ, ଜଗା, ଏସ, ଶିବା, ବାଙ୍ଗାରିଆ, ସନ୍ତୋଷୀ, କୃଷ୍ଣା, ଏସୁ, ଚିଟିଆ, କେ ରବି, କାଳୁ, ପଲିଆ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ। ଏହି ପୂଜାରେ ଅନ୍ୟ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦମାନେ ହେଲେ ରଘୁନାଥ ଦତ୍ତ, ଦୁର୍ଗାପ୍ରସାଦ ସିଂହ, ସୁବ୍ରତ ଷାଠିଆ, ବିଶ୍ୱନାଥ ସାହୁ, ସୁଜିତ ସାହୁ, ଦିଲ୍ଲୀପ ସାହୁ, ହରିଶଙ୍କର ସାହୁ, ରମାକାନ୍ତ ବେହେରା, ମନୀଷା ରାୟ ଏବଂ ଅନ୍ୟ ଭକ୍ତମାନେ ପୂଜା କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ହେଉଛି ଆପଣଙ୍କର ବାସନ୍ତୀ ଦୁର୍ଗା ଝାମୁ ଯାତ୍ରା ହେଉଛି। ଝାମୁ ଯାତ୍ରା ଆମର ହେଲା 15-20 ଜଣ ଉପବାସ ରୁହନ୍ତି 3 ଦିନ। 3 ଦିନ ଉପବାସ ରହି ସେମାନେ ମାଙ୍କର ଆଶୀର୍ବାଦ ରହି ଝାମୁ ଚାଲବୁଲା କରନ୍ତି। ଆଉ ଆସ୍ତେ ଆସ୍ତେ ସେ 10-12 ଯେଉଁ ରହୁଥିଲେ ଲୋକ ଅବି 50-60 ଜଣ ହେଲେଣି ଚାଲିବା ପାଇଁ ଝାମୁରେ। ଆମର ନିଆଁ ଲାଗେ କାଠରେ ନିଆଁ ଲାଗି ଯେମିତି ଆମର ଝାମୁ ହୁଏ ପଣା ସଂକ୍ରାନ୍ତିରେ ସେଇ ଟାଇପ୍ର ହେଇ ଏଥିରେ ଲୋକ ଚାଲନ୍ତି। ତାପରେ ହଳଦୀ ପାଣିରେ ଗୋଡ଼ ବୁଡ଼େଇ ବାହାରକୁ ବାହାରନ୍ତି। ମାନସିକ ସମସ୍ତଙ୍କର ମୁଁ ଟାଙ୍କି ହେଇଯିବ। ଗୋଟେ ଗଛ ଥିଲା, ବର ଗଛ, ବଡ଼ ବର ଗଛ, ମାନେ ବିରାଟ ବର କି ଯାହାଫଳରେ କି ମାନେ 300 ମିଟର ଚଉଡ଼ାରେ ସେ ଥିଲା ତା ଡାଳ ସବୁ। 1900 ବାତ୍ୟାରେ ଲୋକମାନେ ହାହାକାର ହେଲେ, ଗଛ ଖାଲି ବୁଲୁଥାଏ। ସମସ୍ତେ ଖାଲି ଡାକିଲେ ମା ବଞ୍ଚା ପଦେ କଥା। ସେ ଗଛଟି ଏମିତି ନେଉଥିଲା ମାନେ ନା ଭକ୍ତଙ୍କ ସ୍କୁଲ ଯେଉଁ ଅଛି ଆମର ସାଇଡ଼ରେ, ସ୍କୁଲର କୌଣସି ପ୍ରକାର ମାନେ ଇଟା ବି ଖସିନି। କାହାର ବି ସାଇଡ଼ରେ ଗୋଟେ ଚାଳ ଘର ଥିଲା, ତାର ବି କିଛି ହେଇନି। ମାଙ୍କର ବହୁତ ଅପାରକ ମହିମା, ଅଲୌକିକ ମହିମା। ମହିମା ମାଙ୍କର ବହୁତ ଅଲୌକିକ ମହିମା। এই ତେଲୁଙ୍ଗୁ ବସ୍ତିରେ ଆମର ପୂଜା ବହୁତ ବର୍ଷ, ଦୀର୍ଘ 65 ବର୍ଷ ହେଲା ଚାଲି ରହିଛି। ଏମାନେ ଛୋଟ ବସ୍ତି ହେଲେ ମଧ୍ୟ ଏମାନଙ୍କ ମଧ୍ୟରେ ଏକତା ଅଛି, ଏମାନଙ୍କ ସ୍ନେହ ସହାନୁଭୂତି ଅଛି। ଆଉ ଓଡ଼ିଆ ଲୋକ ମଧ୍ୟ ଆଙ୍କ ସହିତ ଆଟାଚମେଣ୍ଟ ହେଇକି ରହିଛନ୍ତି, ଯାହାଫଳରେ ପୂଜାଟା ଅତି ସୁରୁଖୁରୁରେ ଚାଲିଯାଉଛି। କାହାଠୁ ଏମାନେ ବାଧ୍ୟ କରନ୍ତିନି ଯେ ଚାନ୍ଦା ଫାନ୍ଦା ଆମେ ଆଦାୟ କରିବୁ, ଯେ ତମେ 5000 ଦିଅ, 2000 ଦିଅ, ନା ସେମିତି କିଛି ନାହିଁ। ଏ ସାହିରେ ଏକତା ଅଛି, ଯାହାଫଳରେ ମାଆଙ୍କ ଦୟାରୁ, ମା ବାସନ୍ତୀ ଦୁର୍ଗାଙ୍କ ଆଶୀର୍ବାଦରୁ ଏ ପରିବାର ମାନେ ସମସ୍ତେ ସୁଖ ଶାନ୍ତିରେ ରହିଛନ୍ତି। ଚାଳ ଥିଲା, କଣା ହେଇକି ସୂର୍ଯ୍ୟ ଦେଖାଯାଉଥିଲା, ରାତିରେ ଚନ୍ଦ୍ର ଦେଖାଯାଉଥିଲା, କିନ୍ତୁ ମାଆଙ୍କ ଦୟାରୁ ସମସ୍ତେ ଆଜି ଭଲରେ ଅଛନ୍ତି। ଭଲ ଛାତ ଘରେ ମଧ୍ୟ ବାସ କରୁଛନ୍ତି, ସମସ୍ତେ ଭଲରେ ଅଛନ୍ତି। ଆଉ ଏମାନେ ଯେଉଁ ଚାନ୍ଦା ଆଦାୟ କରନ୍ତି ସ୍ୱ ଇଚ୍ଛାରେ, ଆଗେ 20-25 ଜଣ ଭୋଜିରେ ପ୍ରସାଦ ଖାଉଥିଲେ, ଆଜି ଭକ୍ତବନ୍ଧୁ ପଡ଼ିଆରେ ସେମାନେ 2000 ଲୋକର ବ୍ୟବସ୍ଥା କରାଯାଇଛି। ପ୍ରସାଦ ମଧ୍ୟ ସ୍ୱ ଇଚ୍ଛାରେ ମାନେ ଯେତେ ଖାଇପାରିଲେ ଯିଏ। ଜୟ ଜଗନ୍ନାଥ, ଜୟ ମା ଜଗନ୍ନାଥ। ସମସ୍ତଙ୍କୁ ଯିଏ ଯେତିକି ସମସ୍ତଙ୍କୁ ମୋ ତରଫରୁ ନମସ୍କାର। ଇଏ ହେଉଛନ୍ତି ଆମର ମେନ୍, ଇଏ ହେଉଛନ୍ତି ଆମ ସେକ୍ରେଟାରୀ, ସବୁ ଆମର ଏଇ ଭାଇ, ସବୁ ଆମେ ଯେତିକି ପାରୁଛୁ ସେତିକି ଦ୍ୱାରା ଆମେ କରିଚାଲୁଛୁ। ଦୀର୍ଘ 65 ବର୍ଷ ହେଲାଣି ଆମେ ଏଇଠି ଚାଲିଛି। ଆଜି ଆମର ଯେତିକି ଆମର ପରମ୍ପରା ଚାଲି ଆସୁଛି, ସେ ଭଗବାନ ଦ୍ୱାରା, ଆଙ୍କ ଦ୍ୱାରା, ଆଙ୍କ ବାପାଙ୍କ ଦ୍ୱାରା ଚାଲି ଆସୁଛି। ତାପରେ ତାଙ୍କ ପୁଅ, ତାପରେ ତାଙ୍କ ନାତି, ଯେତିକି ଆମେ ପାରୁଛ 18ଟା ଘର ଯେତିକି ଅଛି, ଯେତିକି ଯାହା ହଉଛି ଆମ ଦ୍ୱାରା ହେଇପାରୁଛି। ତାଟା ଯଦି ଭଗବାନ ଉପରେ ଚାହିଁଲେ, କି ଆପଣ ମାନେ ଯିଏ ଯେତିକି ଦେଖୁଛନ୍ତି ସମସ୍ତେ ଆପଣ ଚାହିଁଲେ ଆମ ଆହୁରି ଉନ୍ନତି ହେଇପାରିବ। ସେଇଆ, ଆମର ଆଉ କିଛି ବେଶୀ ଆଶା ନାହିଁ ଆଜ୍ଞା। ଯେତିକି ଆମର ବେଶୀ ସେତିକି ଆମ ପାଠି, ସେତିକି ଆମ ଖର୍ଚ୍ଚ। କଟକରୁ ଦାମୋଦର ବେଉରାକନ୍ ରିପୋର୍ଟ, ଜଗନ୍ନାଥ ନ୍ୟୁଜ 24।